तो आज स्टार्ट करिबा मेन मेमोरी। ठीक अछि। तो आमे प्रोसेसर पढ़ी देइथिले। आज स्टार्ट करिबा कोन ना मेन मेमोरी। तो समस्त तुमे पढ़ीथिबो आगुरु मेन मेमोरी कोन। ठीक अछि। तो मेन मेमोरी इज नथिंग बट RAM बोली आमे कहे। ठीक अछि। जेइटी की टोटल एंटायर गोटे पर्टिकुलर प्रोग्राम आसिक लोड हुए। लोड हेई साला परे तापरे प्रोसेसर ताको कोन करे एग्जीक्यूट करे। तो एवरी कंप्यूटर हैज ए temporary storage built into the computer hardware। ठीक ଅଛି। every computer has a temporary storage built into the computer hardware। ठीक ଅଛି। it stores instructions and data for a program mainly when the program is being executed by CPU। ମୁଁ ଏବେ recently କହିଗଲି it stores କଣ କରେ stores करे instructions and data of a program mainly when the program is being executed by CPU। ଯେତେବେଳେ CPU ତାକୁ execute କରିବ ସେତେବେଳେ ହିଁ ସେଠି ଯାଇକି ତାର instruction and data ଟା main memory ରେ store ହବ। otherwise ସେଠି କିଛି store ହବା କିଛି ଆବଶ୍ୟକତା ନାହିଁ। ଯେତେବେଳେ CPU execution କଥା ଉଠିବ ମାନେ RAM ରେ ଆସିକି instruction and data ଆସିକି ଆଗେ load ହବ ନହେଲେ କାମ ହେଇପାରିବନି। this temporary storage is known as main memory or primary storage or simply memory ମଧ୍ୟ ଆମେ କହେ। ଠିକ ଅଛି। Physically, it consists of some chips either on the motherboard or on a small circuit board attached to the motherboard of a computer। ଏଟା ଆମେ ସମସ୍ତେ ଜାଣିଛେ। ଯୋଉ motherboard ଯୋଉ ଅଛି motherboard ରେ either ଗୋଟେ chip ଆକାରରେ ଥିବ main memory ଟା ନହେଲେ ଗୋଟେ small circuit board ଗୋଟେ ଛୋଟିଆ small circuit board attached to the motherboard of a computer। मतलब ସେ ଯୋଉ RAM କଥା ହିଁ କହୁଛି। ଆମେ ଗୋଟେ RAM ଯେତେବେଳେ ଆମେ ଗୋଟେ ଡେସ୍କଟପ୍ ଧରିଥିବ ଡେସ୍କଟପ୍ ରେ ଆମେ କଣ କରିବେ RAM କୁ ଆମେ କାଢି ପାରିବା RAM କୁ ଆମେ ବଢେଇ ପାରିବା। ବୁଝିପାରୁଛ କି ନାହିଁ। ଆମେ ବହୁତ କିଛି କରିପାରିବା କାରଣ ସେଟା ମଦରବୋର୍ଡ ସହିତ ଆଟାଚ ଥାଏ ଗୋଟେ ସ୍ମଲ୍ ସାର୍କିଟ। ଠିକ ଅଛି। ନହେଲେ ଆଗରୁ ଯେତେବେଳେ ପୁରୁଣା କମ୍ପ୍ୟୁଟର ଥିଲା ସେତେବେଳେ କଣ ଥିଲା ନା ଗୋଟେ ଚିପ୍ ଟା ସେଥିରେ ଇନବିଲ୍ଟ ହେଇକି ଆସୁଥିଲା। ଠିକ ଅଛି। ଇଟ୍ ହେଜ୍ ର୍ୟାଣ୍ଡମ୍ ଆକ୍ସେସ୍ ପ୍ରପର୍ଟି। ଏଟା ବହୁତ ହି randomly access ହୁଏ ହେଲା। and it is volatile। volatile ମାନେ କଣ ଯେତେବେଳେ ପାୱାର ସପ୍ଲାଏ ପଳେଇଯିବ ସେତେବେଳେ କଣ ହବ ଯାହା ବି ଆମର RAM ରେ ଲୋଡ ହେଇକି ଥିବ ସବୁ ସେଗୁଡା କଣ ହେଇଯିବ ଇରେଜ ହେଇଯିବ। ଠିକ ଅଛି। ମେନ୍ ମେମୋରି ବୁଝିପାରିଲ। ଆଜ୍ଞା ସାର୍। ଓକେ। ଦେନ୍ ଦେଖିବା ଷ୍ଟୋରେଜ ଇଭାଲ୍ୟୁଏସନ କ୍ରାଇଟେରିଆ। ଷ୍ଟୋରେଜ ଇଭାଲ୍ୟୁଏସନ କ୍ରାଇଟେରିଆ କଣ ଫାର୍ଷ୍ଟ ଦେଖିବା ପ୍ରପର୍ଟି ତାପରେ ଡିଜାରେବଲ ତାପରେ ପ୍ରାଇମେରୀ ଷ୍ଟୋରେଜ ତାପରେ ସେକେଣ୍ଡାରୀ ଷ୍ଟୋରେଜ। ଠିକ ଅଛି। ଷ୍ଟୋରେଜ ଆଜ୍ଞା कैपेसिटी। ସାର୍। ହଁ ହଁ ହଁ। ଷ୍ଟୋରେଜ कैपेसिटी ଦେନ୍ ତାର ଡିଜାରେବଲ କଣ ଲାର୍ଜ ଷ୍ଟୋରେଜ कैपेसिटी ପ୍ରାଇମେରୀ ଷ୍ଟୋରେଜ ହେଉଛି ସ୍ମଲ୍ ସେକେଣ୍ଡାରୀ ଷ୍ଟୋରେଜ ହେଲା ଲାର୍ଜ। ଠିକ ଅଛି। एंड एक्सेस टाइम ହେଲା फास्ट एक्सेस टाइम ହେଲା। देन प्राइमरी स्टोरेज ହେଲା फास्ट सेकेंडरी स्टोरेज ହେଲା स्लो। तापरे कॉस्ट पर बीट ऑफ स्टोरेज लोअर कॉस्ट पर बीट एंड प्राइमरी स्टोरेज ହେଲା हाई सेकेंडरी स्टोरेज ହେଲା लो। तापरे ହେଲା वोलाटिलिटी। तो डिजारेबल कौन नॉन वोलाटाइल बट प्राइमरी स्टोरेज टा कौन हबो वोलाटाइल सेकेंडरी स्टोरेज टा हबो नॉन वोलाटाइल। एक्सेस ଯଦି ଦେଖିବା डिजारेबल ହେଲା କଣ ଆମର रैंडम एक्सेस बट प्राइमरी स्टोरेज ଟା ହେଲା रैंडम एक्सेस सेकेंडरी स्टोरेज ଟା କଣ ଆସିବ स्यूडो रैंडम एक्सेस और सिक्वेंशियल एक्सेस। ଏ ଟେବୁଲ ଟା ସମସ୍ତେ ବୁଝିପାରିଲ ନା ବୁଝିପାରିଲନି ନା ଆଉ ଥରେ କହିବି। ଆଉ ଥରେ। ସାର୍ ଏଇ ଡିଜାରେବଲ ପାର୍ଟଟା ସାର୍ କଣଟା ସାର୍ ଏଇଟା ଟିକେ କୁହନ୍ତୁ। ଦେଖ ସିଏ ପ୍ରପର୍ଟି ଆଉ ଡିଜାରେବଲ ଦେଇଛି।
ଆମର ଏଇ ପ୍ରପର୍ଟି ଗୁଡାକ ସବୁ ରହୁଛି ଏବଂ ଆମର ଆମେ ଚାହୁଁଛେ କଣ ସେଇ ପ୍ରପର୍ଟିଟା ଆକ୍ଚୁଆଲି ଦେନ୍ ଆକ୍ଚୁଆଲି ପ୍ରାଇମେରୀ ଷ୍ଟୋରେଜରେ ତାର କଣ ଆସୁଛି ସେକେଣ୍ଡାରୀ ଷ୍ଟୋରେଜରେ କଣ ସିଏ ଦଉଛି ଆମକୁ ସେଇଟା ହେଲା ମେନ୍ ପାର୍ଟ। ଯଦି ଫାଷ୍ଟ ପ୍ରପର୍ଟି ଦେଖିବା ଷ୍ଟୋରେଜ କ୍ୟାପାସିଟି, ଯଦି ଷ୍ଟୋରେଜ କ୍ୟାପାସିଟି କଥା ଉଠିବ ତାହେଲେ ଡିଜାରେବଲ ଆମର କଣ ରହୁଛି ଯେ ଲାର୍ଜ ଷ୍ଟୋରେଜ କ୍ୟାପାସିଟି ହବା ଦରକାର। ବଟ୍ ପ୍ରାଇମେରୀ ଷ୍ଟୋରେଜ ଆମକୁ କଣ ଦଉଛି ସ୍ମଲ୍ ଷ୍ଟୋରେଜ କ୍ୟାପାସିଟି ଦଉଛି। ବଟ୍ ସେକେଣ୍ଡାରୀ ଷ୍ଟୋରେଜ କଣ ଦଉଛି ଲାର୍ଜ କ୍ୟାପାସିଟି ଦଉଛି। ଠିକ ଅଛି। ଦେନ୍ ନେକ୍ସଟ ଯେତେବେଳେ ଏକ୍ସେସ ଟାଇମ କଥା ଉଠିବ ସେତେବେଳେ କଣ ନା ଡିଜାରେବଲ କଣ ରହିବ ନା ଫାଷ୍ଟ ଏକ୍ସେସ ଟାଇମ ଦେନ୍ ପ୍ରାଇମେରୀ ଷ୍ଟୋରେଜ ଟା କଣ ଦଉଛି ଆମକୁ ଫାଷ୍ଟ ଦଉଛି ସେକେଣ୍ଡାରୀ ଷ୍ଟୋରେଜ ସ୍ଲୋ କରିଦଉଛି। କଷ୍ଟ ପର ବିଟ୍ ପର ଷ୍ଟୋରେଜ କଷ୍ଟ କେତେ ରହୁଛି ବିଟ୍ ପର ଷ୍ଟୋରେଜ ଡିଜାରେବଲ ରହୁଛି ଲୋअर କଷ୍ଟ ପର ବିଟ୍ ବଟ୍ ପ୍ରାଇମେରୀ ଷ୍ଟୋରେଜ ହାଇ ଦେଇ ଦଉଛି ସେକେଣ୍ଡାରୀ ଷ୍ଟୋରେଜ लो ଦେଇ ଦଉଛି। ଭଲାଟିଲିଟିରେ କଣ ନନ୍ ଭଲାଟାଇଲ ଆମର ହବା ଦରକାର ବଟ୍ ପ୍ରାଇମେରୀ ଷ୍ଟୋରେଜ ଭଲାଟାଇଲ ଦଉଛି ସେକେଣ୍ଡାରୀ ଷ୍ଟୋରେଜ ନନ୍ ଭଲାଟାଇଲ ଦଉଛି। एक्सेस कौन ना डिजारेबल हଉଛି रैंडम एक्सेस प्राइमरी स्टोरेज ହେଲା रैंडम एक्सेस तापरे सेकेंडरी स्टोरेज ହେଲା स्यूडो रैंडम एक्सेस और सीक्वेंशियल एक्सेस। ठीक ଅଛି ନା এই ପ୍ରପର୍ଟି ହିସାବରେ ପ୍ରାଇମେରୀ ଷ୍ଟୋରେଜ କଣ ଦଉଛି ସେକେଣ୍ଡାରୀ ଷ୍ଟୋରେଜ କଣ ଦଉଛି ଆଉ ଆମେ ଚାହୁଁଛ କଣ ଡିଜାରେବଲ ମାନେ ଆମେ ଚାହୁଁଛେ ଏକ୍ଜାକ୍ଟଲି କଣ ବୁଝିହେଲା। ଆଜ୍ଞା ସାର୍। ହୁଁ। ଦେଖ ତାପରେ ମୁଁ କହିଥିଲି ସବୁ ୱାର୍ଡ କୁ ନେଇକି ଆମର ମେମୋରିଟା ହେଇଥାଏ। ଠିକ ଅଛି ମେନ୍ ମେମୋରି ଅର୍ଗାନାଇଜେସନ ଦେଖ ଦିସ୍ ଇଜ କଲ୍ଡ ଆଡ୍ରେସ ଅଫ ମେନ୍ ମେମୋରି ହେଲା ତମେ ଭାବ ଯେ ଏଇଟା ଗୋଟେ ମେମୋରି ଆଉ ମେମୋରିଟା କନସିଷ୍ଟ ଅଫ ଦ ୱାର୍ଡ ଅଫ ମେମୋରି ଟୋଟାଲ n ୱାର୍ଡସ୍। ଠିକ ଅଛି ନା ଟୋଟାଲ n ୱାର୍ଡସ୍ ଅଛି ଇଚ୍ ୱାର୍ଡ contains the same number of bits equal to word length। ଠିକ ଅଛି ତ ଆ ଭିତରେ ଟୋଟାଲ ଏଟା ହେଲା ଟୋଟାଲ ଭାବ ଯେ ଏଟା ଗୋଟେ ବଡ ମେମୋରି ଏଭ୍ରି ବ୍ଲକ ଗୋଟେ ହେଲା ୱାର୍ଡ। ଠିକ ଅଛି ଆ ଭିତରେ n ୱାର୍ଡ ଅଛି। ଠିକ ଅଛି ନା ଏବଂ ଇଚ୍ ୱାର୍ଡ ରେ କିଛି ନମ୍ବର ଅଫ ବିଟ୍ସ ଅଛି ଯେଟା କି ସବୁ ୱାର୍ଡ ରେ ସେମ ନମ୍ବର ଅଫ ବିଟ୍ସ ରହିବ ତାକୁ ହିଁ କହନ୍ତି ୱାର୍ଡ ଲେନ୍ଥ। ଠିକ ଅଛି ତ ଏଟା ତାର ସବୁର ଗୋଟେ ଗୋଟେ ଆଡ୍ରେସ ରହିଛି ଆଡ୍ରେସ 0 ରୁ ଷ୍ଟାର୍ଟ ହେଇଛି n-2 ପର୍ଯ୍ୟନ୍ତ ଆସିଛି। ଠିକ ଅଛି ସେଟା ମେନ୍ ମେମୋରି ଅର୍ଗାନାଇଜେସନ। ଠିକ ଅଛି ନା ତ memory is nothing but collection of words। ଠିକ ଅଛି each word is consist of same number of bits ତାକୁ କହନ୍ତି କଣ ୱାର୍ଡ ଲେନ୍ଥ ଏବଂ ତାର ଗୋଟେ ଗୋଟେ ସବୁ ୱାର୍ଡ ର ଗୋଟେ ଗୋଟେ ଆଡ୍ରେସ ଥିବ ଯୋଉଟା କି 0 ରୁ ଷ୍ଟାର୍ଟ ହଉଛି n-1 ପର୍ଯ୍ୟନ୍ତ ଯାଉଛି। ଠିକ ଅଛି କ୍ଲିୟର ମେନ୍ ମେମୋରି ଅର୍ଗାନାଇଜେସନ। ଆଜ୍ଞା ସାର୍। ଓକେ ଦେଖ machines having smaller word length are slower operation than machine having larger word length। ଯାହାର ୱାର୍ଡ ଲେନ୍ଥ ଟା ଛୋଟ ଥିବ ମାନେ ନମ୍ବର ଅଫ ବିଟ୍ସ ଛୋଟ ଥିବ ସେଟା କଣ ହବ ସ୍ଲୋୟର ହେଇଯିବ in operation then machine having larger word length। ଯାହାର ସ୍ମଲର ୱାର୍ଡ ଲେନ୍ଥ ଥିବ ସେଟା ତାର କଣ ହେଇଯିବ ସ୍ଲୋ ହେଇଯିବ ଯାହାର ବଡ ୱାର୍ଡ ଲେନ୍ଥ ଥିବ ବା ଲାର୍ଜର ୱାର୍ଡ ଲେନ୍ଥ ଥିବ ସେଟା କଣ ହବ ଟିକେ ଫାଷ୍ଟ ହେଇଯିବ। A write to a memory location is destructive to its previous content। A write to a memory location is destructive to its previous content। A read from a memory location is non-destructive to its a previous content। ठीक है ना write to a memory location is a destructive to its previous content मतलब कि जेटा आगुरु कंटेंट टा पढ़िक रहिथिबो माने प्रीवियसली जो कंटेंट टा पढ़िक रहिथिबो सेटा कोन हे जिवो डेस्ट्रक्ट माने
ନଷ୍ଟ ହେଇଯିବ, ମାନେ ଏଟା ପଳେଇ ଯିବ କୁଆଡେ ନାହିଁ। ଆଉ ରିଡ୍ ଯେତେବେଳେ ଆମେ କରିବା ଅପରେସନ ଟା, ସେତେବେଳେ କିଛି ଡେଷ୍ଟ୍ରକ୍ସନ ହବନି, କାରଣ ରାଇଟ୍ କେସ୍ ରେ କଣ ହବ, ଯେଟା ଅଲରେଡି ଥିବ ସେଟା କଣ ହେଇଯିବ, ତାକୁ ରିପ୍ଲେସ କରିଦେଇକି ଆମେ ନୂଆ କଣ୍ଟେଣ୍ଟ ଟା ପୁରେଇ ଦବା। ସେଥିପାଇଁ ତାକୁ କୁହାହଉଛି ଡେଷ୍ଟ୍ରକ୍ଟିଭ। ରିଡ୍ ରେ କଣ ହବ, ଅଲରେଡି ଯୋଉ କଣ୍ଟେଣ୍ଟ ଟା ଥିବ ସେଇଟା ଖାଲି ଆମେ ରିଡ୍ କରିକି ଦେଖିବା, ସେଥିରେ କୌଣସି ପ୍ରକାର ଡେଷ୍ଟ୍ରକ୍ସନ ହବନି। ସେଥିପାଇଁ ଆକୁ କୁହାହଉଛି ନନ୍ ଡେଷ୍ଟ୍ରକ୍ଟିଭ ଟୁ ଇଟ୍ସ ପ୍ରିଭିୟସ୍ କଣ୍ଟେଣ୍ଟ। ତ ପ୍ରିଭିୟସ୍ କଣ୍ଟେଣ୍ଟ ଟା କଣ ହବ, ଡେଷ୍ଟ୍ରୟ ହେଇଯିବ ରାଇଟ୍ କେସ୍ ରେ। ରିଡ୍ କେସ୍ ରେ କଣ ହବ, କିଛି ଡେଷ୍ଟ୍ରୟ ହବନି। ଠିକ ଅଛି। ଆଜ୍ଞା ସାର୍। ହୁଁ। ଏଇଟା ତମେ ନିଜେ ପଢିବ, ଏଟା ଏତେ ସିଲାବସ ରେ ନାହିଁ। ଠିକ ଅଛି। ଫିକ୍ସଡ ୱାର୍ଡ ଲେନ୍ଥ, ଭେରିଏବଲ ୱାର୍ଡ ଲେନ୍ଥ, ଠିକ ଅଛି। ସେ ଦିଟା ତମେ ଯଦି ଦେଖିବ ରୁମ ରେ ପଢିଦବ, ବେଶୀ କିଛି ଇଏ ନାହିଁ। ଓକେ। memory capacity, memory capacity କଣ ନା, memory capacity of a computer is equal to the number of bytes that can be stored in primary storage। ଠିକ ଅଛି। ନମ୍ବର ଅଫ ବାଇଟ୍ସ ଯେତେ ଥିବ ସେଇଟାକୁ ଆମେ କହିବା ତାର କ୍ୟାପାସିଟି। ଫାର୍ଷ୍ଟ ଦେଖିବା ଇଟ୍ସ ୟୁନିଟ୍ସ ଆର୍ କିଲୋ ବାଇଟ୍ସ। କିଲୋ ବାଇଟ୍ସ मतलब कि केबी। केबी केते ना 1024, और ताको ଆମେ କହିପାରିବା 2 to the power 10 बाइट्स। ତାପରେ ନେକ୍ସଟ ଆସିବା मेगाबाइट्स एमबी। ହେଲା କଣ, ତ ଏଟା ହଉଛି 1048,576, যেটা କି 2 to the power 20 ବାଇଟ୍ସ। ତାପରେ ଗିଗାବାଇଟ୍ସ ଜିबी। ହେଲା ଏଟା କଣ ନା 1073741824 2 to the power 30 ବାଇଟ୍ସ। ଠିକ ଅଛି। ଏଇଟା ଯୋଉ ଏତେ ବଡ ନମ୍ବର ହେଉଛି, ଏଇଟା ନଥିଙ୍ଗ ବଟ୍ ତୁମର 1024 କୁ 2 ଥର ଗୁଣା ହେଇଛି। ବଟ୍ ଗିଗାବାଇଟ ରେ କଣ ହବ ନା 1024 କୁ 3 ଥର ଗୁଣା ହେଇଛି। କେମିତି ଜାଣୁଛେ ନା, ଏଠି ଦେଖ 2 to the power 10 ଅଛି, मतलब କି ଏତିକି। ଏଠି 2 to the power 20 ଅଛି, ମାନେ କଣ, ଦିଟା 10। 2 to the power ଦିଟା 10 ନା, ତାହେଲେ କଣ 2024 ର ମଲ୍ଟିପ୍ଲିକେସନ। ଏଠି କଣ ଅଛି 2 to the power 30 ଅଛି, ଏଠି କଣ ହବ 2 1024 ମଲ୍ଟିପ୍ଲାଇ 1024 ମଲ୍ଟିପ୍ଲାଇ 1024। ଦ୍ୟାଟ୍ସ ସେଟା ମିଳିଗଲା ଆମକୁ କଣ, ଗିଗାବାଇଟ। ତ କିଲୋବାଇଟ୍ସ, ମେଗାବାଇଟ୍ସ, ଗିଗାବାଇଟ୍ସ। କ୍ଲିୟର। ଆଜ୍ଞା ସାର୍। ହୁଁ। ଆଜ୍ଞା ସାର୍। ତାପରେ ସେଇଟା ହିଁ ପଢିବା ର୍ୟାଣ୍ଡମ ଆକ୍ସେସ ମେମୋରି, ଆଉ ଟିକେ ସ୍ପେସିଫିକ କରିକି ଆମେ ଦେଲେ। ପ୍ରାଇମେରୀ ଷ୍ଟୋରେଜ ଅଫ ଏ କମ୍ପ୍ୟୁଟର ଇଜ ଅଫେନ୍ ରେଫର ଟୁ ଏଜ ରାମ। ହଁ ସେଇ କଥା ଆମକୁ କହିଲା, ବିକଜ ଅଫ ଇଟ୍ସ ର୍ୟାଣ୍ଡମ ଆକ୍ସେସ କ୍ୟାପାବିଲିଟି। RAM chips are volatile memory। ठीक ଅଛି। RAM chips are volatile memory। ଓକେ, ଆସିନାହାନ୍ତି ତ। Hmm. RAM chips are volatile memory. A computer motherboard is designed in a manner that a memory capacity can be enhanced by adding more memory chips। A computer motherboard is designed in a manner that a memory capacity can be enhanced by adding more memory chips। ତ କମ୍ପ୍ୟୁଟର ମଦରବୋର୍ଡ ଟାକୁ ଏଭଳିଆ ଡିଜାଇନ କରାହେଇଛି କି ଯେ ତମେ ଚାହିଁଲେ ସେଥିରେ ରାମ କୁ ଅଧିକା ଇନକ୍ରିଜ ବି କରିପାରିବ, और ତାକୁ ଡିକ୍ରିଜ ବି କରିପାରିବ। ଧର ତମର ଏବେ ମଦରବୋର୍ଡ ରେ ତମ ରାମ ଟା ଏବେ 1 GB ଅଛି, ତମେ ଚାହିଁବ ଯଦି 2 GB କରିପାରିବ, 3 GB କରିପାରିବ, 4 GB କରିପାରିବ, ଆକର୍ଡିଂ ଟୁ ୟୋର ରିକ୍ୱାରମେଣ୍ଟ ତୁମେ ତାର ମେମୋରି ଟାକୁ, ରାମ ର ମେମୋରି ଟାକୁ ତମେ ବଢେଇ ପାରିବ और କମେଇ ବି ପାରିବ। The additional RAM chips which plugs into special socket on the motherboard, additional RAM chips which plug into special sockets on the motherboard are known as single inline memory modules, SIMMs। मतलब जो ସକେଟ ରେ ସେଠି ଆମେ RAM chips ଟା ଲଗାଉ, ସେଇ ସକେଟ ଟା ନା କଣ ନା ସିଙ୍ଗଲ ଇନଲାଇନ ମେମୋରି ମଡ୍ୟୁଲ୍ସ, SIMMs। ଠିକ ଅଛି। ବୁଝିପାରିଲ ର୍ୟାଣ୍ଡମ ଆକ୍ସେସ ମେମୋରି ଏଇ ସ୍ଲାଇଡ ଟା। ଆଜ୍ଞା ସାର୍। Okay। ତାପରେ ନେକ୍ସଟ ଆସିବା ରିଡ୍ ଅନଲି ମେମୋରି ରମ୍।
रीड ओनली मेमोरी कौन ना? रोम ए नॉन भलाटाइल मेमोरी चिप। एटा भलाटाइल नुहे ହେଲା। ଥରେ ରହିଗଲା ମାନେ ରହିଗଲା। डाटा stored in a ROM can only be read and used. They cannot be changed। और आउट इम्पोर्टांट पॉइंट, ROM रे ଥରେ ଯାହା ଷ୍ଟୋର କରିଦିଆ ହେଲା ସେଇଟା କେବଳ ରିଡ୍ କରିପାରିବ ଆଉ ତାକୁ ୟୁଜ୍ କରିପାରିବ। ବୁଝିପାରୁଛ ତ? ROM ରେ ଯୋଉ ଡାଟାଟା ଥିବ ତାକୁ ତମେ ଦେଖିପାରିବ ଏବଂ ତାକୁ ୟୁଜ୍ ବି ମଧ୍ୟ କରିପାରିବ। ଠିକ। ଦେ କ୍ୟାନଟ୍ ବି ଚେଞ୍ଜଡ। ତା ଭିତରେ ଯାହା ବି ଡାଟା ଥିବ ସେଟା କେବେ ବି ତମେ ଚେଞ୍ଜ କରିପାରିବ ନାହିଁ। ଠିକ ଅଛି। ROMs are mainly used to store programs and data। ଠିକ ଅଛି। ROMs are mainly used to store programs and data। ROMs को mainly कौन ପାଇଁ यूज କରାଯାଏ ନା ଏଥିରେ ପ୍ରୋଗ୍ରାମ ଆଉ ଡାଟାକୁ ଷ୍ଟୋର କରିବା ପାଇଁ ହିଁ ଆମେ ମେନଲି ତାକୁ କରିଥାଉ। which do not change and are frequently used। ଦେଖ ସେଟା କେବେ ବି ଚେଞ୍ଜ ହୁଏନି ଆଉ ତାକୁ frequently ମଧ୍ୟ ୟୁଜ କରାଯାଏନି। ଫର ଏକ୍ସାମ୍ପଲ ସିଷ୍ଟମ ବୁଟ ପ୍ରୋଗ୍ରାମ, ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ ଜିନିଷ। କଣ କହିଲା ନା ରାମ ମେନଲି ୟୁଜ୍ଡ ଟୁ ଷ୍ଟୋର ପ୍ରୋଗ୍ରାମ ଏଣ୍ଡ ଡାଟା। ରାମ କୁ ବେସିକାଲି କଣ ପାଇଁ ୟୁଜ କରାଯାଏ? ପ୍ରୋଗ୍ରାମ୍ସ और डाटा को स्टोर କରିବାରେ ୟୁଜ କରାଯାଏ। ଆଉ ସେଇଟା କେବେ ବି ଚେଞ୍ଜ ହୁଏନି, କଦାପି ଚେଞ୍ଜ ହବନି ଆଉ ଫ୍ରିକ୍ୱେଣ୍ଟଲି ସେଟା ବି ଏତେ ୟୁଜ ହୁଏନି। which do not change and are frequently used। ହେଲା। ଏଟା ସବୁବେଳେ ଫ୍ରିକ୍ୱେଣ୍ଟଲି ୟୁଜ ହୁଏନି। ଏକ୍ସାମ୍ପଲ ସିଷ୍ଟମ ବୁଟ ପ୍ରୋଗ୍ରାମ। ସିଷ୍ଟମ ବୁଟ ପ୍ରୋଗ୍ରାମ କିଏ କହିପାରିବ? ସିଷ୍ଟମ ବୁଟ ପ୍ରୋଗ୍ରାମ କଣ? ସାର୍ ସିଷ୍ଟମ ବହୁତ ପ୍ରୋଗ୍ରାମ ହେଲେ ସାର୍ ଗୋଟେ ପ୍ରୋସେସ ଯେ ଟାଇମରେ ସାର୍ ମେମୋରିରେ ଯାଇକି ପ୍ରୋଗ୍ରାମ ଟା ଲୋଡ ହୁଏ ତ ତାପରେ ଯାଇକି ସିଷ୍ଟମ ଟା ଅନ୍ ହେଇଥାଏ। ତ କହିଲ ତ ଏଟା କଣ ସେ ସିଷ୍ଟମ। ବାଏସ ଅପରେସନ କୁ ଫଲୋ କରିକି। ହଁ ବାୟସ ଅପରେସନ କୁ ଫଲୋ କରିକି ଯେ, ବଟ ସିଷ୍ଟମ ବୁଟ ପ୍ରୋଗ୍ରାମ ଟା ଏକ୍ଜାକ୍ଟଲି କଣ? ସେ ଯୋଉ ତମେ କହିଲ ସେଥିରେ ଯାଇକି ପ୍ରୋଗ୍ରାମ ଟା ଲୋଡ ହୁଏ ରମ ରେ, ହେଲା। ତ ଯୋଉ ରମ ରେ ଯୋଉ ଆଜ୍ଞା ପ୍ରୋଗ୍ରାମ ସାର୍। ଟା ଥିବ ସେଇଟା ଲୋଡ ହୁଏ। ସେ ରମ ରେ ସେଇ ଯୋଉ ପ୍ରୋଗ୍ରାମ ଟା ଲୋଡ କରାଏ, କାହାକୁ ଲୋଡ କରାଏ? ହଁ। ହୁଁ, ସିଷ୍ଟମ ବୁଟ ପ୍ରୋଗ୍ରାମ ଟା ତ ପ୍ରୋଗ୍ରାମ ଅଲରେଡି ତା ଭିତରେ ଅଛି, ନାଇଁ କି? ରମ ଭିତରେ ଅଲରେଡି ଅଛି, ତାକୁ ତ ଲୋଡ କରିବା ଦରକାର ନାହିଁ। ବଟ ସିଷ୍ଟମ ବୁଟ ପ୍ରୋଗ୍ରାମ ଟାର କାମ କଣ? ସେ କଣ କରେ? ସେଟା ଜଣା ଆମେ ନାହିଁ। ଏଟା ମୁଁ ତମକୁ ହିଣ୍ଟ ଦଉଛି, ଅପରେଟିଂ ସିଷ୍ଟମରେ ଆମେ ପଢିଥିଲେ। ସିଷ୍ଟମ ବୁଟ ପ୍ରୋଗ୍ରାମ ର କାମ ହେଲା, ତମ କମ୍ପ୍ୟୁଟରରେ ସିଷ୍ଟମ ବୁଟ ର ପ୍ରୋଗ୍ରାମ ହେଲା ସିଏ କଣ କରିବ ନା ଅପରେଟିଂ ସିଷ୍ଟମ ଟାକୁ, ଓଏସ ଟାକୁ, ସେ ୱିଣ୍ଡୋଜ ହଉ ନହେଲେ ଲିନକ୍ସ ହଉ ମ୍ୟାକ ଓଏସ ହଉ, ସେ କଣ କରିବ ନା ପୁରା ଓଏସ ଟାକୁ ରାମ ରେ ଲୋଡ କରିବ। ବୁଝିପାରୁଛ? ଅପରେଟିଂ ସିଷ୍ଟମ ଟା କଣ? ଗୋଟେ ସିଷ୍ଟମ ସଫ୍ଟୱେର, ଠିକ ଅଛି ନା? ସେ ଆଚ୍ଛା। ପୁରାଟାକୁ ସେଟା କେଠି ଲୋଡ କରିବ? ହଁ। ରାମ ରେ ଲୋଡ କରିବ। ବୁଝିପାରୁଛ ତ? ଆଜ୍ଞା। ରାମ ରେ ଲୋଡ କରିବ, ଲୋଡ କରିସାରିଲା ପରେ ସେଥିରେ କାମ ହବ। ବୁଝିପାରୁଛ ତ? ତ ମେନ୍ କାମ ହେଲା ସିଷ୍ଟମ ବୁଟ ପ୍ରୋଗ୍ରାମ ର, ସେଟା ତ ରମ ରେ ଥାଏ। ଏଇ ସିଷ୍ଟମ ବୁଟ ପ୍ରୋଗ୍ରାମ ଟା ପୁରା ପୁରି ରମ ରେ ଥାଏ, ରିଡ ଅନଲି ମେମୋରି ରେ ଥାଏ। ଦେନ୍ ସିଏ କଣ କରିବ ନା ତାକୁ ଯେତେବେଳେ ଆମେ ଅନ୍ କରିଦବା, ସିଏ କଣ ହେଇଯିବ ନା ତା କାମ ହେଲା, ତା ଧର୍ମ ସବୁବେଳେ କମ୍ପ୍ୟୁଟର ଅନ୍ ମାନେ ଅନ୍ ହବ ମାନେ ତା ଧର୍ମ ହେଲା ଓଏସ ଟାକୁ ନେଇକି ରାମ ରେ ଲୋଡ କରିଦବ, ବାସ୍। ବୁଝିହେଲା? ଏତିକି କାମ କରିଦେଲା ପରେ ତା କାମ ଖତମ, ତାର ଆଉ କିଛି କାମ ନାହିଁ। ୱାନ୍ସ ତାପରେ ଓଏସ ତ ଲୋଡ ହେଲା ପରେ ସିଏ ତ ତାର ସବୁ କମ୍ପ୍ୟୁଟର କଥା ବୁଝିବ ଆଉ। ଓଏସ ର ଧର୍ମ କଣ? ପୁରା ଏଣ୍ଟାୟାର କମ୍ପ୍ୟୁଟର କଥା ବୁଝିବ। ହଁ କି ନାଇଁ? ରିଡ ଅନଲି ମେମୋରି ଆଜ୍ଞା ସାର୍। ଭିତରେ ଯୋଉ ସିଷ୍ଟମ ବୁଟ ପ୍ରୋଗ୍ରାମ ଟା ରହିଛି ତା ଧର୍ମ ହେଲା ଖାଲି ଓଏସ ଟାକୁ ଲୋଡ କରେଇଦବ। ବୁଝିପାରୁଛ ନା? ମାନେ ତମେ ସିମ୍ପଲି କହିପାର ଯେମିତି ଗୋଟେ ଆଜ୍ଞା। ବଡ ଫ୍ୟାକ୍ଟ୍ରି ଅଛି, ଫ୍ୟାକ୍ଟ୍ରିର ଗୋଟେ ଗେଟ୍ ଅଛି। ବୁଝିହେଲା କି ନାଇଁ? ଫ୍ୟାକ୍ଟ୍ରିର ଯୋଉ ଗୋଟେ ଗେଟ୍ ଅଛି, ଫାଷ୍ଟ ସିକ୍ୟୁରିଟି କଣ କରେ? ଫାଷ୍ଟ ମ୍ୟାନେଜର କୁ ଛାଡିଦବ ଭିତରକୁ। ବୁଝିପାରୁଛ ନା? ସିକ୍ୟୁରିଟି ଯେମିତି କି ଆଜ୍ଞା। ସିକ୍ୟୁରିଟି ଗାର୍ଡ ର କାମ ହେଲା ଫାଷ୍ଟ ମ୍ୟାନେଜର କୁ ଭିତରକୁ ବାହାର କରିଦେଲା, ମାନେ ଭିତରକୁ ଦେଇଦେଲା। ତାପରେ
କଣ ହୁଁ। କରିବ? ତାପରେ ସବୁ ଲୋକଙ୍କୁ ସିଏ ତ ମ୍ୟାନେଜ କରିଦବ ନା। ବୁଝିପାରୁଛ ନା? ତ ଆଜ୍ଞା। ମ୍ୟାନେଜରକୁ ଯଦି ଆମେ ଦେଇଦେଲେ ଭିତରକୁ, ତ ତା ଭିତରେ ଯେତେ ବି ଏମ୍ପ୍ଲୟି ଥିବେ ସେ ସମସ୍ତଙ୍କୁ ତ ମ୍ୟାନେଜର ମାନେ କରିଦବ ନା। ଆଉ ସିକ୍ୟୁରିଟି ସବୁବେଳେ କାମ କି? ଏଟା ଟିକେ ଅକ୍ୱାର୍ଡ ଏକ୍ସାମ୍ପଲ ହେଇଗଲା ଟିକେ, ବଟ୍ ଟ୍ରାଏ ଟୁ ଅଣ୍ଡରଷ୍ଟାଣ୍ଡ। ବୁଝଛ ତ? ତ ୱାନ୍ସ ମ୍ୟାନେଜର ଆସିଗଲା ମାନେ ହଁ ସାର୍। କମ୍ପାନୀକୁ, ଆଉ ସିକ୍ୟୁରିଟିର କିଛି କାମ ଅଛି କି? ତ ସିଏ ଆଉ ଦେଖିବା ଦରକାର ନାହିଁ କିଏ ଆସିଲା ଗଲା, ସିଏ ନାଇଁ ଆରାମସେ ସାର୍। ସେ ମ୍ୟାନେଜ କରିନବ। ଠିକ ଅଛି ନା? ତ ସେଇଭଳିଆ ତ OS ଟା ହେଲା ଆମର ମ୍ୟାନେଜର। ଆମେ ଯଦି ମ୍ୟାନେଜରକୁ ଲୋଡ କରିଦେଲେ, ତାପରେ ଆଉ ଆମର ସିଷ୍ଟମ ବୁଟ ପ୍ରୋଗ୍ରାମର କିଛି ଆବଶ୍ୟକତା ନାହିଁ ନା। ବୁଝିହେଲା ତ? ତ ROM ରେ ବେସିକାଲି ଏଇଟା ହିଁ ଥାଏ, ସିଷ୍ଟମ ବୁଟ ପ୍ରୋଗ୍ରାମଟା ହିଁ ସବୁବେଳେ ଥାଏ। ତ ଯେତେ କମ୍ପାନୀ ବାଲା HP ହଉ, ଡେଲ ହଉ, ଲେନୋଭୋ ହଉ, ସମସ୍ତେ କଣ କରନ୍ତି ROM ରେ ସିଷ୍ଟମ ବୁଟ ପ୍ରୋଗ୍ରାମ ଟା ଲୋଡ କରିକି ଦେଇଥାନ୍ତି। ଠିକ ଅଛି? ଆଉ ସେଟା କେବେ ବି ଡିଲିଟ ହୁଏନି ଆଉ ଫ୍ରିକ୍ୱେଣ୍ଟଲି ବି ୟୁଜ ହୁଏନି। ଠିକ ଅଛି? ଆଜ୍ଞା ସାର୍। ହୁଁ। ତାପରେ ଆସିବା ଟାଇପ୍ସ ଅଫ ROM। ଗୋଟେ ଅଛି ମ୍ୟାନୁଫ୍ୟାକ୍ଚରର ପ୍ରୋଗ୍ରାମଡ ROM, যেটা ଆମେ ପଢିଲେ ହେଲା। Data is brought by the manufacturer of the electronic equipment in which it is used। ঠিক আছে? Data is brought by the manufacturer of the electronic equipment in which it is used। ତ ବର୍ତ୍ତମାନ କଣ କରେ ନା ମ୍ୟାନୁଫ୍ୟାକ୍ଚରର ସେଥିରେ ଡାଟା ଗୁଡାକୁ ଆଣିକି ରଖିଥାଏ। ଠିକ ଅଛି? ତାର ଡାଟା ଗୁଡାକୁ ସେ ଲୋଡ କରିକି ଦେଇଥାଏ। ଠିକ ଅଛି? ତାକୁ ହିଁ କହନ୍ତି ମ୍ୟାନୁଫ୍ୟାକ୍ଚର ପ୍ରୋଗ୍ରାମ ROM। ତାପରେ ୟୁଜର ପ୍ରୋଗ୍ରାମଡ ROM ଅର ପ୍ରୋଗ୍ରାମେବଲ ROM, PROM ତାକୁ କହନ୍ତି କଣ? The user can load and store. User can load and store read-only programs and data in it। ସେଥିରେ କଣ କରିପାରିବ? ପ୍ରୋଗ୍ରାମସ୍ ଟାକୁ ଲୋଡ କରିପାରିବ ଓ ଷ୍ଟୋର କରିପାରିବ। ଠିକ ଅଛି? ତାକୁ ହିଁ କଣ କହନ୍ତି? PROM। ତାପରେ EPROM, erasable PROM। Erasable PROM କଣ? The user can erase information stored in it and the chip can be reprogrammed to store new information। ଠିକ ଅଛି? The user can erase information stored in it। ଏଥିରେ କଣ କରିବା? ଇନଫର୍ମେସନ କୁ ଇରେଜ କରିପାରିବ and the chip can be reprogrammed, ଏବଂ ସେ ଚିପ୍ ଟାକୁ ରିପ୍ରୋଗ୍ରାମ ହେଇପାରିବ to store new information। ନୂଆ ଇନଫର୍ମେସନ ଷ୍ଟୋର କରିବା ପାଇଁ ୟୁଜ କରିପାରିବ। ତାପରେ ତମେ କହିବ ସାର୍ ଆପଣ କହିଲେ ପରା ROM ଟା only read only memory, ତ ଏଥିରେ କଣ ଇରେଜ ବି ହେଇପାରୁଛି, ସେଥିରେ ଫେର ନୂଆ ପ୍ରୋଗ୍ରାମ ବି ଷ୍ଟୋର ହେଇପାରୁଛି। ହଁ, ଏଟା ଇରେଜେବଲ EPROM, ମତଲବ କି ଏଟା ଯିଏ ପାରି ସିଏ କରିପାରିବନି। ଠିକ ଅଛି? ଇଲେକ୍ଟ୍ରିକାଲି ତାକୁ କରାଯିବ। ଠିକ ଅଛି ନା? ଏଟା ସମସ୍ତେ କରିପାରିବେନି। ମାନେ ଇନ ଜେନେରାଲ ତମେ ଯେମିତି ରାମ ରେ ଲୋଡ କରିଦଉଛ ଅଟୋମେଟିକାଲି, ଯେମିତି ହାର୍ଡ ଡିସ୍କ ରେ ଲୋଡ କରିଦଉଛ ତମେ କରିପାରୁଛ କମ୍ପ୍ୟୁଟରରେ, ବଟ୍ ସେଟା ROM ରେ ସେମିତି ହବନି। ROM ପାଇଁ ସ୍ପେସିଆଲି ତାଙ୍କୁ କିଛି ମେସିନ୍ସ ୟୁଜ ହୁଏ। ତ ସେଥିରେ ହିଁ ରାମ ରେ ଆମେ କଣ କରିପାରିବା? ଷ୍ଟୋର ବି କରିପାରିବା, ଇରେଜ ବି କରିପାରିବା। ଠିକ ଅଛି? ଦିସ୍ ଇଜ କଲ୍ଡ ଇରେଜେବଲ PROM। ତାପରେ ଗୋଟେ ଅଛି ଅଲ୍ଟ୍ରା ଭାୟୋଲେଟ EPROM, UV-EPROM। The type of EPROM chip in which the stored information is erased by exposing the chip from sometimes to ultraviolet light। ठीक ଅଛି ନା? ଅଲ୍ଟ୍ରାଭାୟୋଲେଟ ଲାଇଟ କୁ ୟୁଜ କରିକି ଆମେ କଣ କରିପାରିବା? ସେଥିରେ ଏକ୍ସପୋଜ କରିପାରିବା। ଠିକ ଅଛି ନା? ସେଥିରେ ଇରେଜ କରିପାରିବା। ଆଉ ଗୋଟେ ଅଛି ଇଲେକ୍ଟ୍ରିକାଲି EPROM, EEPROM, a type of EPROM chip in which the stored information is erased by using high voltage electric pulses। हाई वोल्टेज इलेक्ट्रिक पल्सेस को यूज करके आमे कौन करिପାରିବା ना ସେଥିରେ डाटा को इरेज करिପାରିବା। और EEPROM को शॉर्टकट रे कौन माने ताको ଆଉ ଗୋଟେ नाम कुहा जाए, कौन फ्लैश मेमोरी ମଧ୍ୟ कुहा जाए। ठीक अछि? एटा इंपोर्टेंट पॉइंट। ठीक अछि? आउ थ टिके रिवाइज कर दउची। फास्ट ହେଲା ମ୍ୟାନୁଫ୍ୟାକ୍ଚରର ପ୍ରୋଗ୍ରାମ ROM, যেটা ଆମ କମ୍ପ୍ୟୁଟରରେ ଆସିଥାଏ ହେଲା। ଏବଂ ଆଉ ଗୋଟେ ହେଲା କଣ? ୟୁଜର ପ୍ରୋଗ୍ରାମଡ ଅର ପ୍ରୋଗ୍ରାମେବଲ ROM, PROM। ଆଉ ଗୋଟେ ଅଛି ଇରେଜେବଲ PROM, EPROM ହେଲା। ଆଉ ଗୋଟେ ଅଛି ଅଲ୍ଟ୍ରାଭାୟୋଲେଟ EPROM, UV-EPROM। ଆଉ ଗୋଟେ ଅଛି କଣ? EEPROM, ଇଲେକ୍ଟ୍ରିକାଲି ଇରେଜେବଲ ପ୍ରୋଗ୍ରାमेबल ରିଡ୍ only memory। ଠିକ ଅଛି?
और ताको आमे कौन कहती, फ्लैश मेमोरी कहती। ठीक अच्छे, बुझिपार एतिकी। ଆଜ୍ଞା ସାର୍। ओके, नेक्स्ट आसीबा कैश मेमोरी। ठीक अच्छे ना, बहुत लोग कौन करते ताको कैच बोली पढ़ी दियंती। कैच नुहे, कैश। ए तळे देख लेखा है, कैश इज प्रोनाउंस्ड एज कैश। कैश माने मनी, मनी जेमती मनी रो जेटा प्रोनाउंसिएशन जेटा हमें कैश जो पढुचे पैसा। ठीक अच्छे ना, सेई कैश, सेईटा हला तार प्रोनाउंसिएशन कैश मेमोरी। ठीक अच्छे, it is commonly used for minimizing the memory processor speed mismatch. It is commonly used for minimizing the memory processor speed mismatch। ठीक अच्छे, एक्चुअली प्रॉब्लम कौन हुए एक कथाटा आम आगुरी भी ऑपरेटिंग सिस्टम रे आमे पढ़ीचे, जे सपोज कैश मेमोरीटा राम आउ प्रोसेसर भितरे ही थाए। राम ଆଉ ପ୍ରୋସେସର ମଧ୍ୟରେ ଏ ଯେ ଇଣ୍ଟରମିଡିଏଟର କାମ କରେ କ୍ୟାଶ ମେମୋରି। କାହିଁକି, ଯେତେବେଳେ କିଛି ମିସମ୍ୟାଚ ହେଇଗଲା, ଯୋଉ ପ୍ରୋସେସର ସ୍ପିଡ ଟା ମିସମ୍ୟାଚ ହେଇଯାଏ ବେଳେ ବେଳେ, ମାନେ ପ୍ରୋସେସର ଏତେ ଫାଷ୍ଟ କାମ କରେ କି ଯେ ରାମ ସ୍ପିଡ ଟା ତାକୁ ଏତେ ଦେଇପାରେନି, ସେଇ ସ୍ପିଡ ଅନୁସାରେ ତାକୁ ଡାଟା ସେ କରିକି ତାକୁ ଦେଇପାରେନି, ଡାଟା ଡେଲିଭର କରିପାରେନି। ସେ ଟାଇମରେ କଣ କରାଯାଏ ନା, କ୍ୟାଶ ମେମୋରି ୟୁଜ କରାଯାଏ, ଇନଷ୍ଟାଣ୍ଟଲି ଡାଟା ପ୍ରୋସେସର ପାଇପାରିବ। ବୁଝିପାରୁଛ ତ, ସେଇ ସେଇ ମୋମେଣ୍ଟରେ କ୍ୟାଶ ମେମୋରିଟାକୁ ୟୁଜ କରାଯାଏ। ଇଟ ଇଜ ଏନ୍ ଏକ୍ସଟ୍ରିମଲି ଫାଷ୍ଟ, ଏକ୍ସଟ୍ରିମଲି ମାନେ ରାମ ଠାରୁ ଅଧିକା ଫାଷ୍ଟ। ତ ସ୍ମଲ୍ ମେମୋରି ବିଟୱିନ୍ ସିପିୟୁ ଏଣ୍ଡ ମେନ୍ ମେମୋରି, ଦେଖ ସେଇଠି ବି ସେ କହିଛି, ମେନସନ କରିଛି, ସ୍ମଲ୍ ମେମୋରି ବିଟୱିନ୍ ସିପିୟୁ ଏଣ୍ଡ ମେନ୍ ମେମୋରି whose access time is closer to the processing speed of the CPU। ତାର ଯୋଉ access time ଟା ନା पूरा क्लोजर टू द प्रोसेसिंग स्पीड ऑफ द सीपीयू। सीपीयू रो जो प्रोसेसिंग स्पीड टा अछि ना, ताकू ही से मैच करे दबो होछु कोन, कैश मेमोरी। ठीक अछि, इट इज यूज्ड टू टेम्परेरीली स्टोर वेरी एक्टिव डाटा एंड इंस्ट्रक्शन ड्यूरिंग प्रोसेसिंग। ठीक अछि, ये टेम्परेरीली स्टोर करे वेरी एक्टिव डाटा एंड इंस्ट्रक्शन ड्यूरिंग प्रोसेसिंग। मतलब कैश मेमोरी कौन कौन सब जिनस रुहे, प्रोसेसर को इंस्टेंटली जो जिनसटा दरकार ना सेही जिनसटा ही रहिबो कैश रे। प्रोसेसर को जेटा इंस्टेंटली दरकार, फटाफट दरकार। ठीक अछि ना, सेही जिनसटा ही कैश मेमोरी रे रहिबो। ठीक अछि, तो इट इज वेरी इंपोर्टेंट पार्ट। खाली एतिक तमे मन रखो, सीपीयू और मेन मेमोरी रे ए स्मॉल मेमोरी टा स्टोर हेक रहे, आ सीपीयू रो स्पीड टा को मैच करिया पई आमे कैश मेमोरी यूज करथाउ। ठीक अछि, आ सबले सिए सीक्वेंट डाटा को स्टोर करे, जेटा को इंस्टेंटली सीपीयू को दरकार जो डाटाटा, सेई डाटाटा को सीपीयू स्टोर माने मतलब कि कैश मेमोरी स्टोर करता है। इंस्टेंटली सीपीयू को जे जिनस दरकार हो कैश रु से कर नबो, मैप कर नबो। बुझिपारछ कि ना, एटा हमें ओएस रे भल भाबरे पढ़िथिले, मतलब कि केमिति मैपिंग हुए, माने सीपीयू रु कैश, कैश रु मेन मेमोरी रु हार्ड डिस्क, पूरा एमती मैपिंग केमती हुए मु डिटेल तुमको कहिथिली क्लास रे आगुरु, तळे क्लास रे कॉलेज रे पढ़ौतली। हाँ कि नहीं, से जिनसटा एठी से कहूची। क्लियर तो? ଆଜ୍ଞା ସାର୍। हम्म, दिस इज ऑल अबाउट मेमोरी। हाँ, ठीक अच्छे, बुझीगला। और फिर टिके ओवरव्यू दे दबा। ओके, फास्ट हला मेन मेमोरी। ठीक अच्छे, देन नेक्स्ट हला स्टोरेज इवोल्यूशन क्राइटेरिया हला, प्रॉपर्टी वाइज प्राइमरी स्टोरेज कौन दउची, सेकेंडरी स्टोरेज कौन दउची, देन मेन मेमोरी ऑर्गेनाइजेशन कौन, टोटल मेमोरी नंबर ऑफ वार्ड्स रे हेइथाय, एवं ईच वार्ड सेम नंबर ऑफ बिट्स थाए, एवं तार गोटे गोटे एड्रेस थाए। ठीक अच्छे, देन मेन मेमोरी ऑर्गेनाइजेशन, राइट जेतेबेले हबो प्रीवियस कंटेंट टा डिस्ट्रॉय हे जिवो, रीड जेतेबेले हबो कोन हबो, प्रीवियस कंटेंट डिस्ट्रॉय हबोनी। फिक्स्ड वार्ड
फिक्स्ड वर्ड लेंथ मेमोरी, तापर वेरिएबल वर्ड लेंथ मेमोरी, देन तापर आसीबो मेमोरी कैपेसिटी किलोबाइट केबी मेगाबाइट एमबी गीगाबाइट जीबी, तापर रैंडम एक्सेस मेमोरी राम, ठीक अछि, तापर रीड ओनली मेमोरी, तापर टाइप्स ऑफ रॉम्स, ठीक अछि। टाइप्स ऑफ रॉम भितर कोन आसीबो, मैन्युफैक्चरर प्रोग्राम रॉम, यूजर प्रोग्राम रॉम और प्रोग्रामेबल रॉम, इरेजेबल पी रॉम, तापर अल्ट्रा वायलेट ईपी रॉम, तापर इलेक्ट्रिकली ईपी रॉम, ईईपी रॉम, और ताको फ्लैश मेमोरी मध्ये कहंती। देन दिस इज ऑल अबाउट कैश मेमोरी, ठीक अछि। समस्ते क्लियर ना पूरा मेमोरी? क्लियर तो? ଆଜ୍ଞା ସାର୍। ओके।